ମୁଁ ତ ଆପଣ କହୁନି, ଆପଣମାନେ ସବୁ ଦେଖୁଛନ୍ତି ଏବଂ ମଝିରେ ମଝିରେ ମୁଁ ଦେଖୁଛି ସାମାଜିକ ଗଣମାଧ୍ୟମରେ ଏହାର ମଧ୍ୟ ପ୍ରଚାର ପ୍ରସାର ଚାଲିଛି। ବାଲିଘାଟ କହିଲେ ଗୋଟେ ଦିନ ତାଙ୍କର ଥିଲା ସରକାରଙ୍କର ଯୋଉ ସ୍ୱୀକୃତି ପ୍ରାପ୍ତ ବାଲିଘାଟ, ବର୍ତ୍ତମାନ ସ୍ୱୀକୃତି ଦରକାର ନାହିଁ। ସେଟା ହେଲା ଆପଣମାନଙ୍କର ମୁଁ କଣ କହିବି, ଯୋଉ ଆପଣମାନଙ୍କର ରାଜାଙ୍କ ବେଳେ ଭାଟ ନଥିଲେ, ଏବେ କିଛି ଭାଟ ଅଛନ୍ତି। ଭାଟ ମାନେ ନିଆଳିର ଉନ୍ନତି କଥା ତାଙ୍କର ଚାଲିଛି, ନିଆଳି ବିକାଶ ଚାଲିଛି, ବିକାଶ ପୁରୁଷ ସେମାନେ କହୁଛନ୍ତି ପ୍ରତିଥର ତ ଆପଣ ଦେଖୁଛନ୍ତି। ତେଣୁ ବର୍ତ୍ତମାନ ବଡ଼ ବିକାଶ ହେଉଛି ଯେ ଚାରିଆଡ଼େ ବାଲିଘାଟ ଚାଲିଛି ଏବଂ ପ୍ରତି ବାଲିଘାଟରୁ ମାସିକ ସେମାନଙ୍କର ଯୋଉ ଅଛନ୍ତି ଯୋଉ ଭାଟମାନେ, ସେମାନେ ପ୍ରତି ବାଲିଘାଟରୁ ମାସିକିଆ ତାଙ୍କର ଚାନ୍ଦା ହେଇଯାଇଛି ଏବଂ ଜଗିବା ପାଇଁ ମଧ୍ୟ ସେମାନେ ନିର୍ଦ୍ଦିଷ୍ଟ ବ୍ୟକ୍ତିମାନଙ୍କୁ ରଖିଛନ୍ତି, ଯେଉଁମାନେ ସମାଜର ଅସାମାଜିକ ଲୋକ ଏବଂ ପ୍ରତି ବାଲିଘାଟରେ ତାଙ୍କର ଯେଉଁମାନେ ଭାଟ ସେମାନେ ସମ୍ପୃକ୍ତ ରହିଛନ୍ତି। ତେଣୁ ଆପଣ ଦେଖିଥିବେ 15 ବର୍ଷ ଭିତରେ ବାଲିଘାଟ କୋଉଠି ଥିଲା? ବାଲିଘାଟ କହିଲେ 2-4ଟି ଥିଲା ଯାହା ସ୍ୱୀକୃତି ପ୍ରାପ୍ତ। ତା ପୁଣି ମୁଁ ତାକୁ ଏତେ ଭାବରେ ନିୟନ୍ତ୍ରଣ କରୁଥିଲି ଯେ କୌଣସି ରାସ୍ତାଘାଟ ଯେମିତି ଖରାପ ହବନି ଏବଂ ତା ପାଇଁ ମଧ୍ୟ ଆପଣ ଦେଖିଥିବେ ସିଠାଳ ଆଉ ବଛ ସାଇଲ ମୁଁ ମଧ୍ୟ ଚେକ୍ ଗେଟ୍ ସବୁ କରିଥିଲି, ତାକୁ ମଧ୍ୟ ରାତିରେ ଭାଙ୍ଗିଥିଲେ। କିନ୍ତୁ ତାପରେ ଆମେ ପୁଣି ଆଉ ଥରେ କରିଥିଲୁ। ବର୍ତ୍ତମାନ ତା ନାହିଁ, ସରକାରଙ୍କର ନିୟମ ବାହାରେ ମୁଖ୍ୟମନ୍ତ୍ରୀ ଜଣେ ହେଉଛନ୍ତି ବଡ଼ ଗାଲୁଆ। ଆପଣ କହିଲି ଯଦି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ କିଏ ଥାଏ ସେ କିଛି ବୁଝୁଛନ୍ତି? ସେ ଯଦି ବୁଝୁଥାନ୍ତେ ତାଙ୍କର ପ୍ରତିଥର ସେ ଯିବେ ଦିଲ୍ଲୀ, ଦିଲ୍ଲୀରୁ ଯାହା ଆଣିବେ ବୁଦ୍ଧି ସେତିକି କହିବେ। ତାଙ୍କର ହେଉଛି ଗୋଟିଏ ବଡ଼ କଥା ଯେ ଅନ୍ୟାୟ କର, ଜୋରରେ କର, ମିଛ କୁହ, ବାର କୁହ ଏବଂ ଯାହାକି ମୋଦିଙ୍କର ଆଉ ଶାହାଙ୍କର ଦୁଆ ତାକୁ ଧରିଛନ୍ତି ମୋହନ ସରକାର। କାଲି ବି କହୁଥିଲେ ଯେ ଧାନର ଆଉ ଅଭାବ ବିକ୍ରି ହବନି। ଆପଣ ଦେଖୁଥିବେ ପ୍ରତି ଜାଗାରେ ଧାନ ପଡ଼ିଛି। ବାଲିଘାଟ ଚୋରି ହବ ନାହିଁ, ପ୍ରତି ବାଲିଘାଟରେ ଚୋରି ହେଉଛି ଏବଂ ବାଲିଘାଟ ଯୋଉ ଧରରେ ଚାଲିଛି ଆପଣ କ'ଣ ଏଇଠି ଏକ ନୂଆ ଦେଖୁଛନ୍ତି? ସବୁଠୁ ବେଶୀ ବାଲିଘାଟ ବଢ଼ିଗଲା କୋଉଠି ନିଆଳିରେ। ଆପଣ ପ୍ରତି ଜାଗାରେ ଯୋଉଠି ବାଲି ଅଛି ପ୍ରତି 100 ମିଟରରେ 200 ମିଟରରେ ଯିଏ ପାରିଲା ବାଲିଘାଟ କଲା ଏବଂ ବାଲିଘାଟ ପଛରେ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ରାଜନେତାଙ୍କର ପ୍ରଚଣ୍ଡ ହାତ ରହିଛି। ଜିଲ୍ଲାପାଳ ଜିଲ୍ଲା ପାଳିବା ତାଙ୍କ ଦାୟିତ୍ୱ, ସେ ଜିଲ୍ଲା କେମିତି ପାଳୁଛନ୍ତି ତାହା ସେ ନିଜେ ଦେଖୁଛନ୍ତି। ଏବଂ ଏଠି କେବଳ ଗୋଟିଏ କଥା ଚାଲିଛି, ରଙ୍ଗ ବଦଳେଇବା ଏବଂ ନାଁ ବଦଳେଇବା ଏବଂ ଯେତେ ପାଇବା ଆମେ ରୋଜଗାର କରିଯିବା। କାରଣ ଯୋଉଟା ଥିଲା ବର୍ତ୍ତମାନ କ'ଣ କହୁଛନ୍ତି ଆମର ଯୋଉ ସରକାରୀ ଅଧିକାରୀ ମାନେ କହୁଛନ୍ତି ଯଦି ରୋଜଗାର କରିବା କଥା ତାହେଲେ ବିଜେଡିର ଯୋଉ ଥିଲା ନୀତି ତାକୁ ଭୁଲି ବିଜେପି ସାଙ୍ଗରେ ସାମିଲ ହେଇଯାଅ। ବିଜେପି ସାଙ୍ଗରେ ସାମିଲ ହେଇଗଲେ ରୋଜଗାରର ବାଟ ଆପେ ଆପେ ପାଇଯିବ। ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଉ ନାରା ଦେଇଥିଲେ ଓଡ଼ିଶାର ବିକାଶ, ଓଡ଼ିଶାର ଯୋଉ ବିକାଶ ଚାଲିଥିଲା ଯାହା କହିଥିଲେ ସେ ଯଦି ଏଇ 5 ବର୍ଷ ଭିତରେ ଆପଣ ଦେଖିବେ ଓଡ଼ିଶା ପୁଣି ଆହୁରି 10 ବର୍ଷ ତଳକୁ ଖସିଯିବ। ଆଉ ଯଦି ଏଇ ସରକାର ଚାଲୁ ରହେ ହୁଏତ ଓଡ଼ିଶା ଆପଣ ଦେଖିବେ ପରା ବର୍ତ୍ତମାନ ବିଶ୍ୱ ବଜାରରେ ଆପଣ ଦେଖୁଛନ୍ତି ସବୁ ନିଶ୍ଚୟ ଆପଣଙ୍କ ଗଣମାଧ୍ୟମରେ ଆପଣ ଦେଖୁଥିବେ ଏବଂ ଆପଣମାନେ ସମସ୍ତେ ସାମାଜିକ ଗଣମାଧ୍ୟମ ସଚେତନ। ଭାରତର ସବୁଠୁ ମାନେ ବିଶ୍ୱ ବ୍ୟାଙ୍କରେ ସବୁଠୁ ବଡ଼ ଋଣୀ କିଏ? ଆମ ବିଶ୍ୱଗୁରୁ ମୋଦି। ଭାରତ ସବୁଠାରୁ ବିଶ୍ୱ ବ୍ୟାଙ୍କରୁ ବେଶୀ ଋଣ ଆଣିଛନ୍ତି। ଋଣ କୃତ୍ୱା ଘୃତଂ ପିବେତ୍ ଯାବତ୍ ଜୀବନ ସୁଖଂ ଭବେତ୍। ତେଣୁ ଏଇ ଯୋଉ ନୀତି ଆମ ଭାରତ ସରକାର ନେଇଛନ୍ତି ଆପଣ ଦେଖୁଛନ୍ତି ଗୋଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଚାଲିଛି। ଏ ଯୁଦ୍ଧ ଭିତରେ ସମସ୍ତେ ଚାଇନା ହଉ ପାକିସ୍ତାନ ହଉ ସମସ୍ତେ ନିଜ ନିଜର ମନ୍ତବ୍ୟ ଦଉଛନ୍ତି, ସପକ୍ଷରେ ଯାଉଛନ୍ତି ବା ବିପକ୍ଷରେ ଯାଇଛନ୍ତି। କିନ୍ତୁ ଆମର ମୋଦି ଯିଏକି ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତର, ସେ କ'ଣ ବିଶ୍ୱଗୁରୁ। ବିଶ୍ୱଗୁରୁ ଗୋଟିଏ କଥାରେ ଋଣ ନେବାରେ ବିଶ୍ୱଗୁରୁ। ଆଉ ସବୁ ଯାକ ମିଛ ମିଛ ମିଛ, ଯାହାକି ନିଆଳିରେ ମଧ୍ୟ ଚାଲିଛି। ଏଠି ଯାହା ଚାଲିଛି ବିକାଶ ନାଁରେ ବିନାଶର ବାଟ ଏବଂ ତାର ବାଟ ହେଉଛି ବାଲିଘାଟ।